ଶ୍ରୋତା ବନ୍ଧୁ ଆଜି ଆମେ ଶୁଣୁଛେ କେନ୍ଦ୍ରାପଡ଼ାର ଗର୍ବ ଓ ଗୌରବ ଜଣେ ସମ୍ବେଦନଶୀଳ ଗାଳ୍ପିକ କଥାକାର ବିରଜା ରାଉତରାୟଙ୍କୁ। ତାଙ୍କର ଗଳ୍ପ ପୁସ୍ତକ ଗୁଡ଼ିକରେ ରହିଛି ଗହଳି ଆରପଟେ ବହୁ ବଚନ, ପ୍ରତିପକ୍ଷର ହସ, ବିଷମ ବାହୁ, ପୂର୍ଣ୍ଣ ଓ ଶୂନ୍ୟ, ତାରା ଭର୍ତ୍ତି ଆକାଶ, ନୂଆ ଗପର EMI। ବିରଜା ରାଉତରାୟ ଜୀବନର ବିବିଧତା ଓ ପ୍ରଶସ୍ତତାକୁ ଗଭୀର ଆତ୍ମପ୍ରତ୍ୟୟର ସହ କାହାଣୀ କଳାର ପୁଟରେ ରସୋତ୍ତୀର୍ଣ୍ଣ କରାଇ ଗଳ୍ପ ଲେଖନ୍ତି। ଆଜି ଆମେ ତାଙ୍କର ତାରାଭର୍ତ୍ତି ଆକାଶ ଗଳ୍ପ ସଂକଳନର ଏକ ହୃଦୟସ୍ପର୍ଶୀ ଗଳ୍ପକୁ ଶୁଣିବା, ଯାହାର ଶୀର୍ଷକ ହେଉଛି ସମ୍ପର୍କର ରଙ୍ଗ। କଥାକାର ବିରଜା ରାଉତରାୟ। ଏୟାରପୋର୍ଟରୁ ସିଧା ଟ୍ୟାକ୍ସି ଯୋଗେ ଗାଁ ଅଭିମୁଖେ ବାହାରିଥିଲା ସନ୍ଦୀପନ। ଏଇ ମାତ୍ର ବାଙ୍ଗାଲୋରରୁ ଇଣ୍ଡିଗୋ ଫ୍ଲାଇଟ୍ରେ ଆସି ପହଞ୍ଚିଥିଲା ଭୁବନେଶ୍ୱରରେ। ଅନ୍ୟ କୌଣସି ଦିନ ହୋଇଥିଲେ ସାମୟିକ ରହଣି ପାଇଁ ସେ ପ୍ରଥମେ ଶୈଳଶ୍ରୀ ବିହାରକୁ ଯାଇଥାନ୍ତା। ସବୁଥର ସେଠାରେ ଅନ୍ତତଃ ଦିନଟିଏ ଅବା କେଇ ଘଣ୍ଟା ରହି ବିଶ୍ରାମ ନେବା ପରେ ଯାଇ ସେ ଗାଁ ଆଡ଼େ ବାହାରିଥାଏ। ଏହା ପୂର୍ବରୁ ଯେତେଥର ଏକୁଟିଆ ଆସିଛି ଅବା ସ୍ତ୍ରୀ ପିଲାଙ୍କୁ ସାଙ୍ଗରେ ଧରି ଆସିଛି, ସେଇଆ ହିଁ କରିଥାଏ। ତା ଛଡ଼ା ଏତେଗୁଡ଼ା ବାଟରୁ ଫ୍ଲାଇଟ୍ରେ ଯାତ୍ରା କରି ଆସିଲା ପରେ ରିଫ୍ରେଶମେଣ୍ଟ ସହ କିଛିଟା ଆରାମ ତ ଦରକାର। ସେଥିପାଇଁ ବାଙ୍ଗାଲୋରରୁ ଗାଁକୁ ଆସିଲା ବେଳେ, ପୁଣି ଗାଁରୁ ବାଙ୍ଗାଲୋରକୁ ବାହାରି ଗଲା ବେଳେ ଶ୍ୱଶୁର ଘର ଶୈଳଶ୍ରୀ ବିହାର ଦେଇ ହିଁ ଯିବା ଆସିବା କରିଥାଏ। ମାତ୍ର ତାର ଆଜିର ଗନ୍ତବ୍ୟ ସ୍ଥଳ ଥିଲା ସିଧା ଗାଁକୁ। ଯେତେ ଶୀଘ୍ର ସମ୍ଭବ ସେ ଚାହୁଁଥିଲା ସେଠାରେ ପହଞ୍ଚିଯିବାକୁ। ସକାଳୁ ଅଫିସକୁ ବାହାରିବା ପୂର୍ବରୁ ଅପ୍ରତ୍ୟାଶିତ ଭାବେ ବାପାଙ୍କ ଫୋନ୍ କଲ୍ ଆସିଥିଲା। ମୋବାଇଲର ସ୍କ୍ରିନ୍ରୁ ବାପାଙ୍କ ନମ୍ବରଟିକୁ ପଢ଼ି ହଠାତ୍ ଅପ୍ରସ୍ତୁତ ହୋଇପଡ଼ିଥିଲା ସେ। ଏମିତିରେ ଘରଠାରୁ ଖୁବ୍ ଦୂରରେ ରହୁଥିବାରୁ ମଝିରେ ମଝିରେ ଭଲମନ୍ଦ ଖବର ବୁଝିବା ପାଇଁ ବାପାଙ୍କ ଫୋନ୍ ଆସିଥାଏ। ସିଏ ବି ସମୟ ପାଇଲେ ନିଜ ଆଡ଼ୁ ଲଗାଇ କଥା ହୁଏ। ଯେମିତି ଓଷାବ୍ରତ ଛାଡ଼ି ବୋଉକୁ ଉପବାସ ନ କରିବାକୁ କହିଥିଲା, ସେ ମାନୁଛି ନା ନାଇଁ? ଜେଜେମାର ଆଜ୍ମା କମିଛି କି ନାହିଁ? ଆର୍ଥ୍ରାଇଟିସ୍ ବାହାରିଲା ପରେ ବାପା ଠିକ୍ରେ ଔଷଧ ଖାଉଛନ୍ତି କି ନାହିଁ ଆଦି ପଚାରି ବୁଝେ। ଏସବୁ ପ୍ରାୟ ଛୁଟି ଦିନ ମାନଙ୍କରେ ହିଁ ହୋଇଥାଏ। ଯଦି କୌଣସି ପୂଜା ପାର୍ବଣର ତିଥିବାର ପଡ଼େ, ଦିନ କେତେଟା ଆଗରୁ ବୋଉ ସେପଟୁ ଫୋନ୍ କରି ମାନିକୁ ସୂଚାଇ ଦେଇଥାଏ। ନିଜର ସବୁଦିନର କର୍ମବ୍ୟସ୍ତତା ଓ ବୃତ୍ତିଗତ ଜୀବନର ଧାଁ ଦୌଡ଼ ଭିତରେ ମାନିକୁ ବା ଫୁର୍ସତ କେତେ ଯେ ସେସବୁ ମନେ ରଖିବ। ତଥାପି ବୋଉ ଫୋନ୍ରେ କହିବାକୁ ପଛାଏନି, ବାହାରେ ରହିଲ ବୋଲି କ'ଣ ନିଜ ପରମ୍ପରାକୁ ଭୁଲିଯିବ? ତମେ କଲେ ସିନା ତମ ପିଲାମାନେ ତମଠୁ ଶିଖିବେ, ଜାଣିବେ। ଘରର 2 ଜଣ ଯାକ କର୍ମଜୀବୀ ହେଲେ ଅବସ୍ଥା ଯାହା ହୋଇଥାଏ, ସେମାନଙ୍କ ଜୀବନରେ ସେଇଆ ହୁଏ। ମେଟ୍ରୋ ସହରରେ ବଦଳିଯାଏ ସେମାନଙ୍କ ପାଇଁ ସଂସ୍କୃତିର ସଂଜ୍ଞା। ସକାଳୁ ଉଠୁ ଉଠୁ ପିଲାଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରିବା, ଦୁହେଁ ଅଫିସକୁ ଏକା ସଙ୍ଗେ ବାହାରିବା, ମଝିରେ ସମୟ କାଢ଼ି ପିଲାଙ୍କୁ ସ୍କୁଲରୁ ଆଣି ଘରେ ଛାଡ଼ିବା ଓ ସନ୍ଧ୍ୟା ପରେ ଅଫିସରୁ ଘରକୁ ଫେରିବା। ଏ ଯେମିତି ଏକ ରୁଟିନ୍ ବନ୍ଧା ଅଭ୍ୟାସ ପାଲଟି ଯାଇଥିଲା ସନ୍ଦୀପନ ଓ ମାନିଙ୍କ ବାସ୍ତବତାମୟ ଜୀବନରେ। ମନ ହାଲକା କରିବାକୁ ଛୁଟିଦିନ ମାନଙ୍କରେ ମଲରେ ସପିଂ, ସିନେମା ନହେଲେ ଆଖପାଖ କେଉଁଠିକି ଛୋଟ ଟ୍ରିପ୍, ବାସ୍ ଏତିକି। ହଁ, ପିଲାଙ୍କ ଖରାଦିନ ସ୍କୁଲ ଛୁଟିରେ ଓ ଫି-ସାଲ ଦଶହରାରେ ଗାଁକୁ ଆସିବା ସୁନିଶ୍ଚିତ। ବର୍ଷକୁ ଏଇ 2 ଥର ସେ ସପରିବାର ଓଡ଼ିଶାକୁ ଆସିଥାଏ। ଅନ୍ୟଥା କେବେ କେମିତି ନିହାତି ଆସିବା ଦରକାର ପଡ଼ିଲେ ଏକୁଟିଆ ଆସିଥାଏ। ଦଶହରାକୁ ଗାଁରେ ଘରେ ପୂଜା ହୁଏ। ଯିଏ ଯୁଆଡ଼େ ଥିଲେ ସଭିଏଁ ଆସି ଏକାଠି ହୁଅନ୍ତି। ପିଢ଼ି ପରେ ପିଢ଼ି ଧରି ଏଇ ପୂଜା ପାଳିତ ହୋଇ ଆସୁଛି ବୋଲି କହିଥାନ୍ତି ବାପା। ସେଥିପାଇଁ ଦିନ କେଇଟା ଆଗରୁ କେବେ ଆସୁଛୁ ଲିପୁନ୍? ଆଗରୁ ଆସି ପହଞ୍ଚି ଯିବୁ ତ? ପଚାରି ବସି ଅଥୟ କରି ପକାନ୍ତି। ଥରେ ଯଥେଷ୍ଟ ପୂର୍ବରୁ ସନ୍ଦୀପନକୁ ଛୁଟି ମିଳିନଥିବାରୁ ବାଙ୍ଗାଲୋରରୁ ଆସିବାରେ ବିଳମ୍ବ ହୋଇଥିଲା। ଏପରିକି ଦଶହରାର ଠିକ୍ ଗୋଟିଏ ଦିନ ପୂର୍ବରୁ ଆସି ପହଞ୍ଚିଥିଲା ଗାଁରେ। ବାପାଙ୍କ ବ୍ୟସ୍ତତା କୁଆଡ଼େ କ'ଣ ବଢ଼ିଯାଇଥିଲା ସେଇ ବର୍ଷ। ମନର ଆଶଙ୍କାକୁ ବ୍ୟକ୍ତ କରିବାକୁ ଯାଇ ସେ କହି ପକାଇଥିଲେ, ମୁଁ ଥିବା ଯାଏ ତ ଏସବୁ ଚାଲୁଥିବ। ତମେ ସବୁ ରହିଲ ଯାଇ ବାହାରେ। ମୋ ପରେ କ'ଣ ହେବ କେଜାଣି? ନିରୁତ୍ତର ଭାବେ କେବଳ ଚାହିଁ ରହିଥିଲା ସେ ବାପାଙ୍କ ମୁହଁକୁ। ଭିତରେ ଭିତରେ ତାକୁ ଆନ୍ଦୋଳିତ କରି ପକାଉଥିଲା ଅଚିଣ୍ଡା ଗଣିତର ପରିଣାମ ପରି ବାପାଙ୍କ ମୁହଁର ସେଇ ପ୍ରଶ୍ନ।
ସେ ଅନୁଭବ କରୁଥିଲା ଯେପରି ପାଖାପାଖି ଲାଗି ଛିଡ଼ା ହୋଇଥିବା ତାର ଦୁଇ ପାଦ ଦୁଇ ପରସ୍ପର ବିପରୀତ ଭୂଖଣ୍ଡ ମଧ୍ୟରେ ମିଳି ହୋଇଯାଉଛି। ଜୀବନ ଓ ଜୀବିକାର ଦାୟରେ କ୍ରମଶଃ ତାଠାରୁ କୋଷ କୋଷ ଦୂରକୁ ଘୁଞ୍ଚି ଯାଉଛି ପିତୃପୁରୁଷର ଭିଟାମାଟି ଓ ପରମ୍ପରା ସଂସ୍କୃତି। ଗୋଟିଏ ପାଖରୁ ଟ୍ୟାକ୍ସିର କାଚ ବାଟେ ଅପରାହ୍ନର ତେରେଛା ସୂର୍ଯ୍ୟ କିରଣ ଆସି ପଡୁଥିଲା ସନ୍ଦୀପନର ମୁହଁରେ। ସେଇ କିରଣରେ ତାର ଭାବମନସ୍କ ମୁହଁଟା ଦିଶୁଥିଲା ଅଧିକ ଗମ୍ଭୀର, ଜଣାପଡୁଥିଲା ଅନେକାଂଶରେ ବିଚଳିତ ଓ ଯେପରି କୌଣସି ଏକ ସମ୍ଭାବ୍ୟ ପରିଣାମକୁ ନେଇ ଆଶଙ୍କିତ। ଏକ ଲୟରେ ସେ ଗାଡ଼ିର ସାମ୍ନା କାଚ ଦେଇ ଚାହିଁ ରହିଥିଲା ଅସମାପ୍ତ ରାସ୍ତାର ବଦଳି ଚାଲିଥିଲା ସୀମାନ୍ତକୁ। ସକାଳୁ ଗୋଟିଏ ଜିନିଷ ତାକୁ ଉଦ୍ବେଳିତ କରାଇ ଦେଇଥିଲା, ତାହା ଥିଲା ବାପାଙ୍କର ମୋବାଇଲ କଲ୍। ଅତି ଆତୁର ଭାବରେ ସେପଟୁ ବାପା ଜଣାଇଥିଲେ, ଲିପୁନରେ ତୋ ଜେଜେମାର ଅବସ୍ଥା ଭାରି ଖରାପ। ଗଲା 2 ଦିନ ହେଲାଣି ଅନ୍ନଜଳ କିଛି ଛୁଇଁ ନାହିଁ। ଖାଲି ବିଛଣାରେ ପଡ଼ି ବାଉଳି ଚାଉଳି ହେଉଛି। ତତେ ଦେଖିବ ବୋଲି ବହୁତ ଖୋଜି ହେଉଛି। କାଳେ କ'ଣ ହେଇଯିବ? ତୁ ପାରୁଛୁ ଯଦି ଶୀଘ୍ର ଚାଲି ଆସ। ଯେଉଁଥିପାଇଁ ଭୁବନେଶ୍ୱର ଏୟାରପୋର୍ଟରୁ ଓହ୍ଲାଇ ଟ୍ୟାକ୍ସିରେ ବସିବା ଭିତରେ ନିଜର ବ୍ୟଗ୍ରତାକୁ ନ ସମ୍ଭାଳି ପାରି ସେ କଲ୍ କରିଥିଲା ଜିତୁ ଭାଇଙ୍କ ପାଖକୁ। ଚଢ଼େଇଗୁଆଁ କଲେଜରେ ଅଧ୍ୟାପନା କରୁଥିବା ଜିତୁ ଭାଇ ସମ୍ପର୍କରେ ତାର ବଡ଼ ବାପାଙ୍କ ପୁଅ ବଡ଼ ଭାଇ। ସେପଟରୁ ଭାସି ଆସିଥିଲା ସେଇ ସମାନ ଆଶଙ୍କା ମିଶ୍ରିତ ସ୍ୱର। ଜେଜେମାର ଅବସ୍ଥା ସେତେଟା ଭଲ ନାହିଁ ରେ ଲିପୁନ। ତୁ ଚାଲି ଆସିଛୁ, ଭଲ କରିଛୁ। ଆମେ ସବୁ ତୋ ବାଟ ଚାହିଁ ବସିଛୁ। ମଞ୍ଜୁ ଅପା ମଧ୍ୟ ଆଜି ଆସି ପହଞ୍ଚି ସାରିଛି। ଶୁଣିଲା ପରେ ଆହୁରି ବଢ଼ି ଯାଇଥିଲା ତା ଭିତରର ଅସ୍ଥିରତା। ପୂର୍ବାପେକ୍ଷା ଗାଁ ଅଭିମୁଖେ ଯାଇଥିବା ରାସ୍ତା ତାକୁ ଜଣାପଡ଼ୁଥିଲା ଖୁବ୍ ଦୀର୍ଘ ଓ ଲମ୍ବା। ଆଗରୁ ଯେତେଥର ଏହି ରାସ୍ତାରେ ଆସିଛି ସବୁଥର ଅଲଗା ଆଖି ନେଇ ଆସିଥାଏ। ଉପଭୋଗ କରେ ରାସ୍ତା ଦୁଇପଟର ସବୁଜିମା, ବିଲବାଡ଼ି, ଗଛଲତା, ଘରଦ୍ୱାର ଓ ଗୋଟିଏ ପରେ ଗୋଟିଏ ଅତିକ୍ରମ କରୁଥିବା ପ୍ରଶସ୍ତ ନଈର ପାଣିଧାରକୁ। ଯେଉଁ ଦୃଶ୍ୟ ସବୁ ସେ ବାଙ୍ଗାଲୋରର ମହାନଗରୀର ତାସ୍ ପରି ସଜା ହୋଇଥିବା ଥାକ ଥାକ କୋଠାଗୁଡ଼ିକ ମଧ୍ୟରେ ରହି ପାଇନଥାଏ। ଛବି ବହିର ଚିତ୍ର ପରି ଯେଉଁ ଦୃଶ୍ୟଗୁଡ଼ିକ ସ୍ମୃତି ହୋଇ ସାଇତି ରହିଥାଏ ତା ଆଖିର କୋଣରେ, ପୁଣି ସେଗୁଡ଼ିକ ଜୀବନ୍ତ ହୋଇ ପୃଷ୍ଠା ମେଲେ ଯେବେ ଯେବେ ସେ ଗାଁକୁ ଆସିଥାଏ ଏ ରାସ୍ତାରେ। କିନ୍ତୁ ଆଜି ବିଲକୁଲ ତାର ସେଇ ମୁଡ୍ ନଥିଲା ଯେ ରାସ୍ତାର ଦୁଇ ପଟକୁ ଚାହିଁ କିଛି ଗୋଟାଏ ଉପଭୋଗ କରିବ। ବରଂ ସେ ଏତେ ଅସ୍ଥିର ହୋଇ ଉଠିଥିଲା ଯେ ଡ୍ରାଇଭରକୁ ସୁଦ୍ଧା ଟିକେ ଶୀଘ୍ର ଚଲାଅ ବୋଲି ଥରୁଟିଏ କହିସାରିଥିଲା ନିଜ ଆଡ଼ୁ। ଅନେକ ବାଟ ଯିବାକୁ ପଡ଼ିବ ତାକୁ। ପ୍ରାୟ ପାଖାପାଖି 100 କିଲୋମିଟର ହେବ ଭୁବନେଶ୍ୱରରୁ ତା ଗାଁ ବଡ଼କୂଳ। କଟକ ଚାନ୍ଦବାଲି ରାସ୍ତା ଦେଇ ଆସିଲେ ଦୁହୁରିଆ ଛକରୁ ଜାତୀୟ ରାଜପଥ ଉପରକୁ ଉଠି ପାରାଦୀପ ଆଡ଼କୁ ମୁହାଁଇଲେ ବାଟରେ ମଙ୍ଗଳା ଛକ। ସେଠାରୁ ବାଁ ପଟରେ ଗଲେ ଆଶ୍ରମ ବାଲିକୁଦାଠାରେ ଲୁଣା ନଦୀ ପୋଲ। ସେହି ପୋଲକୁ ଅତିକ୍ରମ କଲା ପରେ ପଡ଼େ ତାଙ୍କ ଗାଁ। ପୋଲ ହେବା ପୂର୍ବରୁ କେନାଲର ବ୍ରିଜଠାରେ ତଳକୁ ଓହ୍ଲାଇ ଗୋପାଳଗଡ଼ାଠାରେ ନଦୀ ପାର ହେବାକୁ ପଡ଼ୁଥିଲା। କଟକ କିମ୍ବା ଭୁବନେଶ୍ୱର କୌଣସି କାମରେ ବାହାରକୁ ଆସିଲେ ସେହି ଗୋଟିଏ ଦିନରେ ଫେରିବା ସମ୍ଭବ ହେଉନଥିଲା। ଏବେ ସିଧାସଳଖ ଗାଡ଼ି ଧରି ଗାଁକୁ ଯିବା ଆସିବା କରିହେଉଛି। ସେହି ରାସ୍ତା ଧରି ପହଞ୍ଚିବାକୁ ସନ୍ଦୀପନର ଟ୍ୟାକ୍ସି ଛୁଟିଥିଲା ଅବିରାମ ଗତିରେ। ଆଲବମରେ ସାଇତା ପ୍ରିୟଜନର ଫଟୋ ପରି ବାଟସାରା ତା ଦୃଷ୍ଟି ପଥରେ ନାଚି ଉଠୁଥିଲା ଜେଜେମାର ଚେହେରା। ସଜୀବ ସ୍ମୃତିର ଚିତ୍ର ସବୁ ଆଖିର ପରଦାରେ ଝଲସି ଉଠୁଥିଲା ଅନାୟାସରେ। ପିଲାଦିନରୁ ଆଜି ଯାଏ ତାଙ୍କ ସହ ଗଢ଼ି ଉଠିଥିବା ନିବିଡ଼ ସମ୍ପର୍କର ଡୋର, ଜହ୍ନ ରାତିରେ ତାଙ୍କ କୋଳରେ ଶୋଇ ରହି ଗପ ଶୁଣିବା ଠାରୁ ଅସରନ୍ତି ଅନ୍ତରଙ୍ଗ ମୁହୂର୍ତ୍ତର ଛୋଟ ଛୋଟ ଦୃଶ୍ୟ। ଗାଁ ସ୍କୁଲରୁ ମାଇନର ପାସ୍ କଲା ପରେ ତାର ନାମ ଲେଖା ହୋଇଥିଲା କଟକରେ। ସେଇଠି ସେ ପିଉସୀଙ୍କ ଘରେ ରହି ପଢ଼ିଥିଲା। ମ୍ୟାଟ୍ରିକ୍ ପାସ୍ କଲା ପରେ ରେଭେନ୍ସା କଲେଜ, ତାପରେ ଇଞ୍ଜିନିୟରିଂ, ପରେ ପରେ ବାଙ୍ଗାଲୋରରେ ଚାକିରି, ପାଠପଢ଼ା ଓ ଅର୍ଥ ଉପାର୍ଜନର ଦ୍ୱାହିରେ ଅନେକ ବର୍ଷରୁ ଗାଁଠାରୁ ଦୂରେଇ ଯାଇଥିଲେ ବି ଏକଦମ ଦୂରେଇ ଯାଇ ନଥିଲା ଜେଜେମାର ସାନ୍ନିଧ୍ୟଠାରୁ। ସେଥିପାଇଁ ବର୍ଷକୁ ଯେଉଁ ଥରେ ଅଧେ ଗାଁକୁ ଆସେ, ମନ ଭରି ସମୟ କାଟେ ତାଙ୍କ ପାଖରେ ବସି। ସବୁଥର କିଛି ନା କିଛି ତାଙ୍କ ପାଇଁ କିଣିକି ଆଣେ। କେବେ ଶାଢ଼ୀ ତ କେବେ ଶାଲ, ନହେଲେ ଆଉ କିଛି। ସେ ସବୁକୁ କୁଣ୍ଠିତ ହୋଇ ଗ୍ରହଣ କରନ୍ତି ସତ, ତା ସହିତ ମନ କଥାକୁ ବି ମୁହଁରେ ଉତ୍ତାରି ପକାଇବାକୁ ପଛାନ୍ତି ନାହିଁ। କହନ୍ତି, କାହିଁକି ମୋ ପାଇଁ ଏସବୁ ବୋହିକି ଆଣିଛୁ କହିଲୁ? ମୋର ଆଉ ଏଇ ବୁଢ଼ୀ ବୟସରେ କ'ଣ ହବ ଅବା? ତୁ ଆସୁଛୁ, ତତେ ଆଖି ପୁରାଇ ଟିକେ ଦେଖୁଛି, ସେତିକି ଯଥେଷ୍ଟ। ଜଗତପୁର ଛକରୁ ଡାହାଣ ପଟକୁ ଭାଙ୍ଗି ଟ୍ୟାକ୍ସି କଟକ ଚାନ୍ଦବାଲି ରାସ୍ତା ଧରି ସାରିଥିଲା ଏହା ଭିତରେ। ଗନ୍ତବ୍ୟ ସ୍ଥଳର ଦୂରତା ଥାଏ ଆହୁରି ଅନେକ ଗୁଡ଼ିଏ ବାଟ। ଜେଜେମା କଥା ଭାବି ବସି ତା ଭିତରୁ ଧୈର୍ଯ୍ୟର ପ୍ରାଚୀର ଭାଙ୍ଗି ପଡ଼ୁଥାଏ। ସେ ଯଥାସମ୍ଭବ ଚେଷ୍ଟା କରୁଥାଏ ନିଜକୁ ନିୟନ୍ତ୍ରଣ କରିବା ପାଇଁ।
ନିୟତିର ନିଷ୍ଠୁର ପରିଣାମକୁ ସାମ୍ନା କରିବା ପାଇଁ ସାହସ ଜୁଟାଇ ଚାଲିଥାଏ ନିଜ ଭିତରେ। ହେ ଭଗବାନ, ମୁଁ ପହଞ୍ଚିବା ଯାଏ ତାକୁ ଟିକେ ବଞ୍ଚାଇ ରଖ। ଏଇ ଏଇ ଶେଷ ସମୟରେ ସେ ମତେ ଟିକେ ଦେଖିପାରୁ ଅନ୍ତତଃ। କୋହ ଭରା ପ୍ରାର୍ଥନାଟିଏ ଅନୁରଣିତ ହୋଇ ଉଠୁଥିଲା ସନ୍ଦୀପନ ଭିତରେ। ଛାଏଁ ଛାଏଁ ତା ମନରେ ନାଚି ଉଠୁଥାଏ ପିଲାଦିନର ସେଇ ଘଟଣା, ଯେଉଁଦିନ ସେ ସ୍ୱଚକ୍ଷୁରେ ଦେଖିଥିଲା ଜେଜେମା ଭିତରେ ଥିବା ଅସୁମାରୀ ଧୈର୍ଯ୍ୟ, ପୁଣି ଉଛୁଳା ନଦୀକୂଳ ଲଙ୍ଘିଲା ପରି ସେଇ ଧୈର୍ଯ୍ୟର ଅନ୍ତ। ସେଦିନ ସକାଳୁ ଦାନ୍ତ ଘଷିଲା ବେଳେ ଦମା କାଶ ସହ ଖୁବ୍ ଜୋରରେ ବାନ୍ତି ହୋଇଥିଲା ଜେଜେବାପାଙ୍କର। ତାପରେ କେମିତି ଅସ୍ୱାଭାବିକ ଭାବେ ନିସ୍ତେଜ ହୋଇ ପଡ଼ିଥିଲେ ସେ। ଦାଣ୍ଡ ପିଣ୍ଡାରେ ସପ ପାରି ତାଙ୍କୁ ଶୁଆଇ ଦିଆଯାଇଥିଲା ସଙ୍ଗେ ସଙ୍ଗେ। ଜେଜେମା ଠାକୁର ଘର ଲିପାପୋଛା ଅଧାରୁ ଛାଡ଼ି ଆସି ବସି ପଡ଼ିଥିଲେ ତାଙ୍କ ମୁଣ୍ଡ ପାଖରେ। ଗୋଟିଏ ହାତରେ ବିଞ୍ଚଣା ବୁଲାଇ ଆର ହାତରେ ମଝିରେ ମଝିରେ ଆଉଁସି ପକାଉଥିଲେ ଜେଜେବାପାଙ୍କ କପାଳକୁ। ଅବସ୍ଥାରେ ସେପରି କୌଣସି ସୁଧାର ଆସୁନଥାଏ। କାଳେ କ'ଣ ତାଙ୍କ ଦେହ ଅଧିକ ବିଗିଡ଼ିଯିବ ଭାବି ବାପା ଦାଦା ଦୁହେଁ ଅଣ୍ଟା ଭିଡ଼ି ଡାକ୍ତରଖାନାକୁ ନେବାକୁ ବାହାରିଲେ। ଜେଜେବାପାଙ୍କୁ ସେମିତି ଲମ୍ବ କରି ଶୁଆଇ ଦିଆଗଲା ଦୌଡ଼ିଆ ଖଟ ଉପରେ। ସାହିର ଆଉ 2 ଜଣ ଲୋକଙ୍କ ସହ ମିଶି ତାଙ୍କୁ ବୋହି ନେଇ ଯାଇଥିଲେ ଘାଟ କୂଳକୁ। ସେଠାରୁ ନଈପାର କରାଇ ନେଇଥିଲେ ମାର୍ଶାଘାଇ ଡାକ୍ତରଖାନାକୁ। ଲୁଣା ନଦୀ ଆରପଟେ ଧୋଇଆପାରିର ଯେତେକ ଗାଁ, ଦେହ ମୁଣ୍ଡ କିଛି ଖରାପ ହେଲେ ସଭିଏଁ ଧାଇଁ ଆସନ୍ତି ଏଇ ଗୋଟିଏ ମାତ୍ର ଡାକ୍ତରଖାନାକୁ। ରୋଗୀର ଅବସ୍ଥା ଯଦି ଅଧିକ ଖରାପ ହୁଏ ତାହେଲେ ସେଠାରୁ କେନ୍ଦ୍ରାପଡ଼ାକୁ ପଠାଇ ଦିଆଯାଏ। ସେଥିରେ ଯଦି ଉନ୍ନତି ନ ହେଲା ତାହେଲେ କଟକ ବଡ଼ ଡାକ୍ତରଖାନା ଭରସା। ଏଣେ ଡାକ୍ତରଖାନାରୁ କ'ଣ ଖବର ଆସିବ ସେ କଥାକୁ ନେଇ ଘର ଲୋକଙ୍କ ଅପେକ୍ଷା ସେ ପର୍ଯ୍ୟନ୍ତ ଅଖିଆପିଆ ହୋଇ ଠାକୁର ଘର ଦୁଆର ମୁହଁରେ ଅଧିଆ ପଡ଼ି ରହିଥିଲେ ଜେଜେମା। ଘର ଲୋକେ ଯିଏ ଯାହା ବୁଝାଇଲେ, ଯେତେ ଉଠେଇବାକୁ ଚେଷ୍ଟା କଲେ ମଧ୍ୟ ସବୁ ହୋଇଥିଲା ନିରର୍ଥକ। କାହାର କୌଣସି କଥା ଅବା ଆଶ୍ୱାସନା ତାକୁ ପ୍ରଭାବିତ ସୁଦ୍ଧା କରିପାରୁ ନଥାଏ। ଜେଜେବାପାଙ୍କ ଏପରି ଦଶା ଦେଖି ଯେପରି ସେ ପାଲଟି ଯାଇଥିଲେ ଏକ ମୌନ ସନ୍ନ୍ୟାସିନୀ। ବାହାର ଦୁନିଆଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ଅନ୍ତରର ଆକୁଳ ପ୍ରାର୍ଥନାକୁ ସମର୍ପି ଦେଇଥିଲେ ନିଜ ଇଷ୍ଟ ଦେବତାଙ୍କ ଆଗରେ। ଜେଜେମାଙ୍କର ସେ ଥିଲା ଅତି ଅଲିଅଳ। ଘରର ସବା ସାନ ହୋଇଥିବାରୁ ସବୁଠାରୁ ଅଧିକ ଭଲ ପାଉଥିଲେ ତାକୁ। ଟିକେ ଟିକେ କଥାରେ ଖୋଜୁଥିଲେ, ଲୋଡୁଥିଲେ। ଏପରିକି ସକାଳ ହେବା କ୍ଷଣି ଆଗ ଡାକ ପକାଉଥିଲେ, ଲିପୁନ ଆସେ ଶାଗ ତୋଳିବା। ସୁନା ପିଲା ପରି ସିଏ ବି ତାଙ୍କ ପଛେ ପଛେ ବାଡ଼ି ଆଡ଼କୁ ଧାଏଁ। ପୋଖରୀ ହୁଡ଼ା ତଳୁ ଶାଗ ତୋଳି ପାଚିଆରେ ପୁରାଏ। କେବେ କଳମ ଶାଗ ତ କେବେ ମଦରଙ୍ଗା। ଏମିତି କେତେ କ'ଣ ଶାଗ ବୋହି ଆଣିଥାଏ ତାଙ୍କ ସହିତ ମିଶି। ତାଙ୍କ ପାଇଁ ପଖାଳ କଂସା ବଢ଼ା ହେବ ତ ସାଙ୍ଗ ହୋଇ ବସି ଖାଇବାକୁ ଡକରା ହେବ ତାକୁ। ସବୁଦିନ ସ୍କୁଲକୁ ଗଲାବେଳେ ଆଗେ ଆଗେ ଖେପା ପକାଇ ଚାଲିଥିବ ସେ, ପଛରେ ବହି ବସ୍ତାନି ଧରି ଚାଲିଥିବ ଜେଜେମା। ସ୍କୁଲ ଛୁଟି ବେଳେ ବି ସେମିତି ଆଖି ପାରି ଅପେକ୍ଷା କରିଥିବେ ଗେଟ୍ ପାଖରେ। ଯଦି ବୋଉ କଥା ନ ମାନି ପାଠପଢ଼ା ଛାଡ଼ି ଖେଳକୁଦରେ ମାତେ ତାହେଲେ ବୋଉ ପ୍ରଥମେ ଫେରାଦ ଦେଉଥିଲା ଆସି ଜେଜେମାଙ୍କ ପାଖରେ। ସେ ବାପଲୋ ଧନଲୋ କହି ବୁଝାଇ ଦେଲେ ଯାଇ ଶୁଣେ। ସୁନା ପିଲା ପରି ଆସି ପାଠ ପଢ଼ି ବହି ପାଖରେ ବସେ। କେମିତି ଏକ ଆକର୍ଷଣ ତାଙ୍କ କଥାରେ ଥାଏ ଯାହାକୁ ସେ ଚାହିଁ ମଧ୍ୟ ଏଡ଼େଇ ଯାଇପାରେ ନା। ସେଦିନ ଯେତେ ଥର ତାଙ୍କ ପାଖରେ ବସି ଜେଜେମା ଉଠ୍ ଡାକି ଚାଲିଥିବା ସତ୍ତ୍ୱେ ବି କୌଣସି ପ୍ରତିକ୍ରିୟା ଆସୁନଥିଲା ତାଙ୍କ ପାଖରୁ। ବରଂ ସେ ଆହୁରି ଅଧିକ ଜଡ଼ ପାଲଟି ଯାଉଥିଲେ। ଗୋଟାପଣ ନିଷ୍କ୍ରିୟ ହୋଇ ପଡ଼ି ରହିଥିଲେ ସେଇ ଠାକୁର ଘର ଦୁଆର ମୁହଁରେ। ତାଙ୍କୁ ସେଥିରୁ ଉଠାଇବାକୁ କାହାର ସାହସ ଜୁଟୁ ନଥାଏ। ବଡ଼ ବୋଉ ଆଉ ବୋଉ 2 ଜଣ ଯାକ ତାଙ୍କର ଏପରି ଅବସ୍ଥା ଦେଖି କିଂକର୍ତ୍ତବ୍ୟ ବିମୂଢ଼ ପ୍ରାୟ ବସି ରହିଥିଲେ ଘରଟା ଭିତରେ। ସେ ପର୍ଯ୍ୟନ୍ତ ଘରେ ଚୁଲି ଲାଗି ନଥିଲା କି ରୋଷେଇ ବାସର କୌଣସି ସ୍ୱର ଶବ୍ଦ ନଥିଲା। ମଞ୍ଜୁ ଅପାର ସେଇ ବର୍ଷ ଥାଏ ହାଇସ୍କୁଲ ପରୀକ୍ଷା ବର୍ଷ। ସ୍କୁଲକୁ ଯିବ କି ଯିବନି ଏପରି ଦୋ ପାଞ୍ଚ ହୋଇ ଶେଷକୁ ବଡ଼ ବୋଉ କହିଲା, ପରେ ଯାଇ ଛତୁଆ ଟିକେ ଖାଇ ସ୍କୁଲକୁ ବାହାରି ଯାଇଥିଲା। ତା ଦେଖାଦେଖି ଜିତୁ ଭାଇ ମଧ୍ୟ ହାତରେ ବହି ବ୍ୟାଗ ଧରି ବାହାରି ପଡ଼ିଥିଲା ଅପା ସାଙ୍ଗରେ। ଏଇ ମାତ୍ର ଘରେ ରହିଯାଇଥିଲା ସେ। ଏକମାତ୍ର ଘରେ ରହିଯାଇଥିଲା ସେ। ଜେଜେମାଙ୍କ ବିନା ସ୍କୁଲ ଯିବା ଯେପରି ସମ୍ଭବ ନଥିଲା ତା ପାଇଁ। ସେ 2 ଜଣ ଯାକ ଗଲେଣି, ତୁ ଆଜି ଏକୁଟିଆ ଚାଲିଯା। ବୋଉ ଥରେ 2 ଥର କହିବା ସତ୍ତ୍ୱେ ବି ସେ ଜମାରୁ ସ୍କୁଲ ଯିବାକୁ ସେଦିନ ମଙ୍ଗି ନଥିଲା। ଅଧୈର୍ଯ୍ୟ ହୋଇ ମଝିରେ ମଝିରେ ଠାକୁର ଘର ଦୁଆର ମୁହଁ ପାଖକୁ ଦୌଡ଼ି ଆସୁଥିଲା। ଜେଜେମାଙ୍କ ପିଠି ଆଡ଼ୁ ହାତ ମାରି ଜେଜେମା ଉଠ୍ ଉଠ୍ ବୋଲି ଡାକ ଛାଡ଼ୁଥିଲା। ତଥାପି କିଛି ଫରକ ଆସୁନଥିଲା ସେଥିରେ। ଏହା ଭିତରେ ସକାଳ ପ୍ରହର ଡେଇଁ ମଧ୍ୟାହ୍ନ ଅତିକ୍ରାନ୍ତ ହେବାକୁ ବସିଥାଏ। ପରିଡ଼ା ସାହିର ଏଇ ଖଞ୍ଜା ଘରର ଅଗଣା ମଝିରେ ଯେପରି ଏକ ଦୀର୍ଘ ନୀରବତା ଠୁଳ ହୋଇ ରହିଥିଲା ମେଞ୍ଚାଏ ଉତ୍କଣ୍ଠା ପାଲଟି। କ'ଣ ସେପଟୁ ଖବର ଆସିବ ତାକୁ ଥାଏ ସମସ୍ତଙ୍କର ଅପେକ୍ଷା। ଏତିକିବେଳେ ହଠାତ୍ ସେହି ପୂରାପୂରି ସ୍ତବ୍ଧ ଘରଟା ଭିତରେ ମୃଦୁ ତରଙ୍ଗ ପହଁରି ଗଲା ପରି ଖବର ଆସିଲା ଘାଟ କୂଳରୁ।
ଇଞ୍ଜେକ୍ସନ ନେଲା ପରେ ଅବସ୍ଥା ଟିକେ ସୁଧୁରୁଛି। ସନ୍ଧ୍ୟା ସୁଦ୍ଧା ପୁରା ଠିକ୍ ହୋଇଯିବ ବୋଲି ଡାକ୍ତର କହୁଛନ୍ତି। ଖବରଟା ଶୁଣିଲା ପରେ ହାବୁକାଏ ଦକ୍ଷିଣା ପବନ ବାଜିଲା ପରି ଲାଗିଲା ଯେମିତି। ଥିଲା ଥିଲା ନିସ୍ତରଙ୍ଗ ପରିବେଶଟା ଚଳଚଞ୍ଚଳ ହୋଇ ଉଠିଲା ସେଇ ଖବରର ପରଶରେ। ସେତିକି ଶୁଣି ଯେମିତି ତପ ପ୍ରାପ୍ତି ହୋଇଥିଲା ଜେଜେମାଙ୍କର। ଗଲା 8 ଘଣ୍ଟା ଧରି ଅଖିଆ ଅପିଆ ରହି ଅଧିଆ ପଡ଼ି ରହିଥିବା ମଣିଷଟି ଥିଲା ଥିଲା ପୁଣି ସ୍ୱାଭାବିକ ହୋଇ ଉଠିଥିଲା ସେଇ ଖବର ଟିକକରେ। ପ୍ରଥମ କରି ସେ ଦେଖିଥିଲା ଜେଜେମାଙ୍କ ଭିତରେ ଲୁଚିଥିବା ଭଲ ପାଇବାର ସୀମାହୀନ ପରାକାଷ୍ଠାକୁ। ଠାକୁର ଘର ଦୁଆର ମୁହଁରୁ ତାଙ୍କୁ ଯାଇ କେହି ଉଠାଇବାକୁ ପଡ଼ିଲା ନାହିଁ। ଛାଏଁ ଛାଏଁ ସେ ଉଠି ବସିଲେ। ମୁଣ୍ଡର ବିକ୍ଷିପ୍ତ କେଶରେ ତେଲ ଲଗାଇ କିଛି ସମୟ ବସି ପାନିଆରେ କୁଣ୍ଡାଇ ଚାଲିଲେ। ତାପରେ ଚାଲିଗଲେ ଗାଧୋଇବାକୁ। ବୋଉ ଓ ବଡ଼ ବୋଉ ଦୁହେଁ ଆଶ୍ୱସ୍ତ ହେଲେ ଯେ ଯାହା ହେଉ ସବୁ ପୁଣି ଠିକ୍ ଠାକ୍ ଚାଲିଲା ବୋଲି। ତାର ଯେତିକି ମନେ ପଡୁଥିଲା ସେ ପୂର୍ବରୁ କେବେ ଦେଖିନଥିଲା ଏପରି ଜେଜେମାଙ୍କୁ। ଗାଧୋଇ ସାରି ଜେଜେମା ସଫା ଲୁଗା ଖଣ୍ଡେ ପିନ୍ଧି ହାତରେ ଅଇନା ଧରି ବସି ପଡ଼ିଲେ ପିଣ୍ଡା ଧାରରେ। ଥରକୁ ଥର ଅଇନା କାଚରେ ନିଜ ମୁହଁକୁ ଚାହିଁ ଭରି ଚାଲିଥିଲେ ସିନ୍ଥିରେ ଲାଲ ସିନ୍ଦୁର। କଣ ଭାବି ଆହୁରି ବହଳ କରି ଚାଲିଥିଲେ ତାଙ୍କ ସିନ୍ଥି ସିନ୍ଦୁରର ରଙ୍ଗକୁ। ଏମିତି ତ ସେ ତାଙ୍କୁ ଆଗରୁ ବହୁ ଥର ସିନ୍ଦୁର ଲଗାଇବାର ଦେଖିଛି, କିନ୍ତୁ ସେଦିନ ଢେର ସମୟ କାଳ ସେ ସଜେଇ ହୋଇ ଚାଲିଥିଲେ। ଦିଶୁଥିଲେ ପୂର୍ବ ଅପେକ୍ଷା ଖୁବ୍ ସତେଜ ଆଉ ଉଜ୍ଜ୍ୱଳ। ଏକ ଅବଦମିତ ଖୁସି ଯେପରି ତାଙ୍କ ଚେହେରାରେ ବିଚ୍ଛୁରିତ ହୋଇ ଲହଡ଼ି ଭାଙ୍ଗୁଥାଏ। ଅତି ପାଖରେ ବସି ସେ ନିରୀକ୍ଷଣ କରି ଚାଲିଥାଏ ଜେଜେମାଙ୍କ ଭିତରର ଏହି ଅବିଶ୍ୱସନୀୟ ଉତ୍ସାହ ଉଦ୍ଦୀପନାକୁ। ତାକୁ ଏପରି ବୋକାଙ୍କ ପରି ଚାହିଁ ରହିଥିବାର ଦେଖି ଜେଜେମା କହିଥିଲେ, "କ'ଣ ଦେଖୁଛୁ କିରେ ଲିପୁନ୍? ଶୁଣିଲି ପରା ତୋ ଜେଜେବାପା ଭଲ ହୋଇଗଲେଣି ବୋଲି। ଆଉ କିଛି ସମୟ ପରେ ଘରକୁ ଫେରିବେ। ଠାକୁରେ ମୋ ଗୁହାରି ଶୁଣିଲେ, ମୋ ହାତର କାଚକୁ ବଜର କଲେ। ଖାଲି ତାଙ୍କ ଫେରିବା ବାଟକୁ ଏ ଆଖି ଚାହିଁ ରହିଛି। ଖୁସିରେ ମନ ମୋର ଅସମ୍ଭାଳ ବୋଲି ଜାଣେରେ ଲିପୁନ୍।" ସେ କେବଳ ଅପଲକ ନୟନରେ ଚାହିଁ ରହିଥିଲା ଜେଜେମାଙ୍କ ଆଡ଼େ। ନିରୀହ ଆଖିରେ ଆକଳନ କରି ଚାଲିଥିଲା ସେଠି ଉକୁଟି ଉଠୁଥିବା ଜେଜେବାପାଙ୍କ ପ୍ରତି ଅମାପ ପ୍ରେମର ପ୍ରତିଛବିକୁ। ବାଟ ସାରା ସେହି ଅକ୍ଷତ ଅତୀତର ସ୍ମୃତିକୁ ରୋମନ୍ଥନ କରି ଚାଲିଥାଏ ସନ୍ଦୀପନ। ସେ ନିଜ ଆଖିରେ ଦେଖି ଆସିଛି ଜେଜେମା ଭିତରେ ଥିବା ପାହାଡ଼ ସଦୃଶ ଅତୁଟ ଆସ୍ଥା ଓ ବିଶ୍ୱାସର ପ୍ରାଚୁର୍ଯ୍ୟ ପୁଣି ମୁହୂର୍ତ୍ତକ ମଧ୍ୟରେ ମିଳେଇ ଯିବାର ନିଶ୍ଚୟତା। ଜେଜେଙ୍କ ଠିକ୍ ହେବାରେ ଖବର ଶୁଣି କେତେ ଘଣ୍ଟା ଯାଏ ସବୁ ପୂର୍ବବତ୍ ସୁଧୁରି ଯିବା ପରି ଜଣାପଡ଼ୁଥିଲା। ସନ୍ଧ୍ୟା ଆସିବା କ୍ଷଣି ଚଉରାମୂଳେ ଜଳିଲା ସଞ୍ଜାବତୀ। ତାପରେ ଠାକୁର ଘରେ ସାମୂହିକ ପ୍ରାର୍ଥନା। ପରେ ପରେ ମଞ୍ଜୁ ଅପା, ଜିତୁ ଭାଇ ଓ ସେ ସବୁଦିନର ଅଭ୍ୟାସ ପରି ଲଣ୍ଠନ ଚାରିପଟେ ଯେଝା ଯେଝା ଖାତା ବହି ମେଲାଇ ଆରମ୍ଭ କରି ଦେଇଥିଲେ ସନ୍ଧ୍ୟାକାଳୀନ ପାଠପଢ଼ା। ବୋଉ ବଡ଼ ବୋଉ ଦୁହେଁ ଦୁଆର ଚୁଲିରେ କାଠ ଜାଳି ରାତି ପାଇଁ ରୋଷେଇ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଏକମାତ୍ର ଜେଜେମା କୋଉଠି ହେଲେ ଥୟ ଧରି ବସି ପାରୁ ନଥାନ୍ତି। ହାତରେ ଲଣ୍ଠନ ଝୁଲାଇ ଅସ୍ଥିର ହୋଇ ମଝିରେ ମଝିରେ ଉଠି ଯାଉଥାନ୍ତି ବାଟଘର କବାଟ ଯାଏ ଓ ପୁଣି ଫେରି ଆସୁଥାନ୍ତି ଭିତରକୁ। ତାଙ୍କୁ ଛାଡ଼ି ସମସ୍ତେ ମନ ଦେଇଥାନ୍ତି ନିଜ ନିଜ କାମରେ। ଏତିକିବେଳେ ବାହାର ପଟୁ କବାଟ ବାଡ଼ା ହେବାରୁ ଶବ୍ଦ ଆସିବାରୁ ହାତରେ ଲଣ୍ଠନ ଧରି ଜେଜେମା ଆଗ ଉଠି ଚାଲିଗଲେ ଖୋଲିବାକୁ। ଆମେ ଭାଇ ଭଉଣୀ 3 ଜଣ ଯାକ ପାଠ ବହିକୁ ଛାଡ଼ି ବାଟଘର ଆଡ଼େ ମୁହାଁଇଲୁ। ଆମ ପଛେ ପଛେ ବୋଉ, ବଡ଼ ବୋଉ। ସମସ୍ତେ ଥିଲୁ ପୂରାପୂରି ଉତ୍ସାହୀ ଓ ସ୍ଥିର ନିଶ୍ଚିନ୍ତ ଯେ ଜେଜେବାପା ଭଲ ହୋଇ ଡାକ୍ତରଖାନାରୁ ଫେରି ଅଛନ୍ତି। ଆଉ ଥରେ ଘାଟକୂଳରୁ ଆସିଥିଲା ଖବର। ଥିଲା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଏକ ଦାରୁଣ ଦୁଃସମ୍ବାଦ। ଅଚାନକ ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କୁ ମାର୍ଶାଘାଇରୁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନିଆଯାଉଥିଲା। ସେଇ ବାଟରେ ହିଁ ସେ ଚାଲିଗଲେ। ଏବେ ଘାଟ ଆରପଟେ ଶବକୁ ଧରି ସମସ୍ତେ ପହଞ୍ଚିଛନ୍ତି। ନଦୀ ପାର ପୂର୍ବରୁ ଖବରଟା ଘରେ ପହଞ୍ଚେଇ ଦେବା ପାଇଁ ଜଣେଇ ଦେଲେ। ଏତକ କହି ଖବର ନେଇ ଆସିଥିବା ଲୋକଟି କୁଆଡ଼େ ମିଳେଇ ଯାଇଥିଲା ଅନ୍ଧାରରେ। ମୁହୂର୍ତ୍ତକ ଭିତରେ ପୁରା ସ୍ତବ୍ଧ ପଡ଼ିଯାଇଥିଲା ପରିବେଶଟା। ଏକ କରାଳ ବାତ୍ୟା ନିମିଷକ ମଧ୍ୟରେ ତାର ବିଭୀଷିକା ରଚି ସବୁକିଛି ଓଲଟପାଲଟ କରି କୁଆଡ଼େ ଅଦୃଶ୍ୟ ହୋଇଯାଇଥିଲା ଯେପରି। ହଠାତ୍ ଜେଜେମାଙ୍କ ହାତରୁ ଲଣ୍ଠନଟା ଖସି ଠନ୍ କରି କାଚ ଭାଙ୍ଗିବାର ଶବ୍ଦ ହେଲା। ଆଖି ବିଚୁଳାକେ ବାଟଘରଟା ସାରା ଘୋଟି ଯାଇଥିଲା ଅନ୍ଧକାର। କେହି କିଛି ପୂର୍ବାନୁମାନ କରିବା ପୂର୍ବରୁ ଛାୟାମୂର୍ତ୍ତିଟେ ପରି ଭୁସ୍ କିନା ତଳେ ଲୋଟି ପଡ଼ିଥିଲେ ସେ। ଏକ ଅଭୁଲା ଦୁଃସ୍ୱପ୍ନ ପରି ସନ୍ଦୀପନ ମନେ ପଡ଼ି ଯାଉଥିଲା ସେଇ ଲୋମହର୍ଷକ ବିଗତ ଅତୀତର ସ୍ମୃତି। ଭାଗ୍ୟ ଓ ଭଗବାନଙ୍କ ନିକଟରେ ସମୟେ ସମୟେ ନିଜ ଆସ୍ଥା ଓ ବିଶ୍ୱାସର ପରୀକ୍ଷା ଦେଇ ଚାଲିଥିବା ଜେଜେମା ଆଜି ପୁଣି ଥରେ ସେ ଜୀବନ ମୃତ୍ୟୁର ଦୋଛକିରେ ଉପନୀତ। ଆଉ ମାତ୍ର କେତେଟା ମୁହୂର୍ତ୍ତ ଖଣ୍ଡେ ହୋଇଥିବ ତାର ଆୟୁଷ।
କେତେଟା ବା ନିଶ୍ୱାସ ପ୍ରଶ୍ୱାସ ପରେ ସବୁଦିନ ପାଇଁ ଥମିଯିବ ତା ନାଡିରେ ପ୍ରାଣର ସ୍ପନ୍ଦନ। ବ୍ୟକ୍ତିଗତ ଭାବେ ସେ ହରାଇ ବସିବ ତାର ଜଣେ ପରମ ଶୁଭାକାଂକ୍ଷୀ ଓ ପ୍ରିୟଜନକୁ। ଭାବି ଖୁବ୍ ବ୍ୟାକୁଳ ହୋଇ ଉଠୁଥାଏ ସେ। ନିଜ ଅନ୍ତରର ଗଭୀର ପ୍ରଦେଶରୁ ଈଶ୍ୱରଙ୍କୁ ତୁହାକୁ ତୁହା ଜଣାଇ ଚାଲିଥାଏ, ହେ ଭଗବାନ, ମୁଁ ପହଞ୍ଚିବା ଯାଏ ଜେଜେମା ଯେପରି ବଞ୍ଚିଥାନ୍ତୁ। ଅନ୍ତିମ କ୍ଷଣରେ ମୁଁ ଯେପରି ତାଙ୍କ ପାଖରେ ଥାଏ, ପାଟିରେ ନିର୍ମାଲ୍ୟ ଆଉ ପାଣି ଟୋପେ ଦେଇପାରେ। ମୁହଁରୁ ଚଷମା କାଢି ଦୁଇ ଆଖିକୁ ପୋଛି ପକାଇଲା ରୁମାଲରେ ସନ୍ଦୀପନ ନିଜକୁ ଯଥା ସମ୍ଭବ ପ୍ରକୃତିସ୍ଥ କରିବାକୁ ଆରମ୍ଭ କଲା, ଚେଷ୍ଟା କଲା। ଟ୍ୟାକ୍ସିଟି ସେତେବେଳକୁ ଆଶ୍ରମ ବାଲିକୁଦାର ଲୁଣା ନଦୀ ପୋଲ ଟପି ଗାଁ ଅଭିମୁଖେ ଅଗ୍ରସର ହେଉଥାଏ। ସମ୍ମୁଖକୁ ଆଙ୍ଗୁଠି ଦେଖାଇ ସେ ଡ୍ରାଇଭରକୁ ବାଟ କଢ଼ାଇ ଚାଲିଥାଏ। ଆଗରେ ଦିଶୁଥାଏ ବଡ଼କୂଳ ଗାଁର ପରିଡ଼ା ସାହି। ସାହିର ଆରମ୍ଭରେ ଠିକ୍ ତାଙ୍କ ଘର। ଗାଡ଼ି ଅଟକିବା ଶବ୍ଦ ଶୁଣି ଘର ଭିତରୁ ପ୍ରଥମେ ବାହାରି ଆସିଥିଲେ ଜିତୁ ଭାଇ। ତାଙ୍କ ପଛକୁ ପଛ ବାପା। ଭଲ ହେଲା ତୁ ଆସି ପହଞ୍ଚିଗଲୁ ଲିପୁନ। ବୋଉ ତୋତେ ଖୋଜି ହେଉଥିଲା ଦେଖିବା ପାଇଁ। ଏବେ ତା ଅବସ୍ଥା ଟିକେ ଭଲ ଅଛି। ଚାଲ ଚାଲ ଭିତରକୁ ଚାଲ କହି ବାପା ତରତର ହୋଇ ଘର ଭିତରକୁ ଆଗେଇ ଚାଲିଲେ। ସେ ଭାବିଥିଲା ଜେଜେମାର ଶେଷ ସମୟରେ ତା ଆସିବା ଆଗରୁ ହୁଏତ କଥା ସରିଯାଇଥିବ, ନତୁବା ସେହିପରି ତାଙ୍କର ଗମ୍ଭୀର ଅବସ୍ଥା ରହିଥିବ। କିନ୍ତୁ ବାପାଙ୍କ କଥା ସବୁ ତାକୁ ଅଧା ବୁଝା ଅଧା ଅବୁଝା ପରି ଲାଗୁଥାଏ। ତାର ମନ କଥାକୁ ବୋଧେ ଠିକରେ ପଢି ପାରିଲେ ଜିତୁ ଭାଇ। ଆରେ ଲିପୁନ, ସେମିତି ଆଉ କିଛି ବ୍ୟସ୍ତ ହେବାର ନାହିଁ। ଜେଜେମା ଏଇ କିଛି ସମୟ ହେଲା ବିଛଣାରୁ ଉଠି ବସିଲେଣି। ତାଙ୍କର ଆୟୁଷ ଢେର ଲମ୍ବା। ଆମେ ଯେମିତି ଭାବୁଥିଲୁ ସେମିତି ଆଉ କିଛି ହେବାର ନାହିଁ। ତୁ ସେମିତି ବୋକାଙ୍କ ପରି ଛିଡ଼ା ହୋଇ ରହିଲୁ କଣ? ଆ ଭିତରକୁ ଆ। ସନ୍ଦୀପନର ମେଘଢଙ୍କା ବିରସ ମୁହଁରେ ସତେ ଯେପରି ଚେନାଏ ସୂର୍ଯ୍ୟଲୋକ ସହସା ପହଁରିଗଲା। ଜିତୁ ଭାଇଙ୍କ ପଛେ ପଛେ ଉତ୍ସାହର ସହ ସେ ମାଡ଼ିଗଲା ଘର ଭିତରକୁ। ସେପଟୁ ଶୁଭୁଥାଏ ଜେଜେମାର କ୍ଷୀଣ ସ୍ୱର, ଲିପୁନ ରେ, ତୁ ଆସିଛୁ ମୋ ଧନ। ବାହାର ପଟେ ସୂର୍ଯ୍ୟାସ୍ତ ସହ ଧୀରେ ଧୀରେ ଜମି ଆସୁଥାଏ ଅନ୍ଧାର। ଭିତର ପଟେ ଗାଢ଼ ପାଲଟୁଥାଏ ସମ୍ପର୍କର ଅନାବିଳ ରଙ୍ଗ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ କଥାକାର ବିରଜା ରାଉତରାୟଙ୍କ ଏକ ସୁନ୍ଦର ହୃଦୟସ୍ପର୍ଶୀ ଜୀବନବାଦୀ ଗଳ୍ପ, ଯାହାର ଶୀର୍ଷକ ଥିଲା ସମ୍ପର୍କର ରଙ୍ଗ। ଗପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।